ବାହୁଡ଼ା ଯାତ୍ରାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଉପରେ ଅନଧିକୃତ ସେବାୟତ ଚଢ଼ିବା ଘଟଣାକୁ ନେଇ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଉକ୍ତ ଅନଧିକୃତ ସେବାୟତଙ୍କୁ ରଥରେ ଚଢ଼ାଇବା ପାଇଁ ସହଯୋଗ କରିଥିବା ଜୈନିକ ବରିଷ୍ଠ ଦଇତାପତି ସେବାୟତ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରାର ସମସ୍ତ ନିୟମାବଳୀକୁ ଲଙ୍ଘନ କରି ଅଣସେବାୟତଙ୍କୁ ଜଣେ ଦଇତାପତି ସେବାୟତ ରଥରେ ଚଢ଼ାଇବା ଘଟଣାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରାର ନିୟମାବଳୀ ଲଙ୍ଘନ କରାଯାଇଥିବାରୁ ଉକ୍ତ ଦଇତାପତି ସେବାୟତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ନିଆଯିବ ସେ ନେଇ 7 ଦିନ ଭିତରେ ଉତ୍ତର ଦେବାକୁ ନୋଟିସ୍ ଜାରି କରାଯାଇଛି। ସେହିପରି ଏ ସଂକ୍ରାନ୍ତରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଉକ୍ତ ଦଇତାପତି ସେବାୟତଙ୍କ ସମସ୍ତ ପ୍ରାପ୍ୟ ପାଉଣା ସ୍ଥଗିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଚିଠି କରାଯାଇଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସ୍ ନିଯୋଗ ସମ୍ପାଦକଙ୍କ ନିକଟରେ ପହଞ୍ଚି ନଥିବା ବେଳେ ଚିଠି ଆସିବା ପରେ ଏ ସଂକ୍ରାନ୍ତରେ ଦଇତାପତି ନିଯୋଗ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିଯୋଗ ସମ୍ପାଦକ ଓ ବରିଷ୍ଠ ଦଇତାପତି ସେବାୟତ। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନୋଟିସ୍ ଜାରି ହୋଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଓ ସେବାୟତ ବିନାୟକ ଦାସ ମହାପାତ୍ର। ବିନାୟକ ଦାସ ମହାପାତ୍ର କହିଛନ୍ତି ପ୍ରତିବର୍ଷ ରଥଯାତ୍ରାରେ ଦଇତାପତିଙ୍କୁ ସହାୟକ ପାସ୍ ଜାରି କରାଯାଇଥାଏ। ସହାୟକମାନେ ବିଭିନ୍ନ କାର୍ଯ୍ୟରେ ଦଇତାପତିମାନଙ୍କୁ ସହଯୋଗ କରିଥାନ୍ତି। ଏଣୁ ଯେଉଁ ବ୍ୟକ୍ତି ସୁଭଦ୍ରାଙ୍କ ରଥ ଉପରେ ଚଢ଼ିଥିଲେ ତାଙ୍କ ନିକଟରେ ସହାୟକ ପାସ୍ ଥିଲା। ତେଣୁ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସହାୟକ ପାସ୍ ଉକ୍ତ ବ୍ୟକ୍ତିଙ୍କ ପାଖରେ ଥିବାବେଳେ ଏହାକୁ ନେଇ ଜୈନିକ ଦଇତାପତିଙ୍କୁ ନୋଟିସ୍ ଜାରି କରିବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ବରିଷ୍ଠ ଦଇତାପତି ତଥା ନିଯୋଗର ସମ୍ପାଦକ କହିଛନ୍ତି। ଏହି ପ୍ରସଙ୍ଗରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ କୌଣସି ଆଲୋଚନା ନ କରି ଏକପାଖିଆ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍ ଜାରି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ। ତେବେ ଆଗକୁ ଚିତାଲାଗି ଅମାବାସ୍ୟା ନୀତି ଥିବାବେଳେ ଏହା ପୂର୍ବରୁ ଦଇତାପତି ନିଯୋଗର ବୈଠକ ବସି ଏହି ନୋଟିସ୍ ଉପରେ ଆଲୋଚନା ହେବ। ରଥଯାତ୍ରାରେ ଦଇତାପତି ନିଯୋଗ ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଏଭଳି ଏକ ଛୋଟ ଘଟଣାକୁ ନେଇ ଦଇତାପତି ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନିଷ୍ପତ୍ତି ଠିକ୍ ନୁହେଁ ଏବଂ ଏହାର ତୁରନ୍ତ ପ୍ରତ୍ୟାହାର ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରାଯିବ ବୋଲି କହିଛନ୍ତି ବିନାୟକ ଦାସ ମହାପାତ୍ର। ରଥ ଉପରେ ଅଣସେବାୟତ ଚଢ଼ିବା ପ୍ରସଙ୍ଗକୁ ନେଇ ଏବେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ମୁହାଁମୁହିଁ ହୋଇଥିବା ବେଳେ ଏନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି। ଏବେ ଦେଖିବାର ଅଛି ବିଶୃଙ୍ଖଳା ସୃଷ୍ଟି କରିଥିବା ଦଇତାପତି ସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଛି ନା ସେବାୟତଙ୍କ ଚାପରେ ମୁଣ୍ଡ ନୁଆଉଛି ତା ଉପରେ ସମସ୍ତଙ୍କ ନଜର। ପୁରୀରୁ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ, ନାରଦ ନ୍ୟୁଜ୍ ଓଡ଼ିଆ। ଜୟ ଜଗନ୍ନାଥ। ଚଳିତ ବର୍ଷ ରଥଯାତ୍ରା ଖୁବ୍ ସୁନ୍ଦର କରାଯାଇଛି, ଯେଉଁଟାରେ କି ରାଜ୍ୟ ସରକାର, ମନ୍ଦିର ପ୍ରଶାସକ, ଜିଲ୍ଲା ପ୍ରଶାସକ, ପୁଲିସ ପ୍ରଶାସକ, ସବ୍ ସେବାୟତ, ଆମର ମିଡ଼ିଆ ଭାଇମାନେ ସମସ୍ତଙ୍କ ସହଯୋଗରେ ଚଳିତ ରଥଯାତ୍ରା ଖୁବ୍ ସୁରୁଖୁରୁରେ ହେଇଛି। ଶ୍ରୀଗୁଣ୍ଡିଚା, ସ୍ନାନ ପୂର୍ଣ୍ଣିମା, ସୁନାବେଶ, ଅଧରପଣା, ବାହୁଡ଼ା ଯାତ୍ରା ବଗେରେ ସମସ୍ତ ସୁନ୍ଦର ଭାବେ କରାଯାଇଛି, ଯେଉଁଥିରେ କି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଉ ଆମର ଆଇନ ମନ୍ତ୍ରୀଙ୍କର ସବୁ ସମୟରେ ଦଇତାପତି ନିଯୋଗ ସାଙ୍ଗରେ ଆଲୋଚନା ହେଇ ସମସ୍ତ କାର୍ଯ୍ୟ କରାହେଇଛି। ତ ଚଳିତ ବର୍ଷ ରଥଯାତ୍ରା ଏତେ ସୁନ୍ଦର ହେଇଛି, ଦୀର୍ଘ 53 ବର୍ଷ ପରେ ଯେଉଁ 71 ମସିହାରେ ଯାହା କରାହେଇଥିଲା, 71 ମସିହାରେ ରାତି 8ଟାରେ ପହଣ୍ଡି ଯାଇଥିଲେ ଠାକୁର ରଥକୁ ଯାଇଥିଲେ। ଚଳିତ ବର୍ଷ ମୋର ଦଇତାପତି ଭାଇମାନେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁ ଦିନ 1 ସୁଦ୍ଧା ସମସ୍ତେ ଉଠି ଯାଇଥିଲେ ମହାପ୍ରଭୁ। ତାପରେ ମଧ୍ୟ 3 ରଥ ମଧ୍ୟ ଟଣା ହେଇଥିଲା। ନିଶ୍ଚିନ୍ତ ଭାବରେ ଦଇତାପତି ମାନଙ୍କର ଯେଉଁ ତ୍ୟାଗ, ଦିନ ରାତି ଖାଟି ଯେଉଁ କାର୍ଯ୍ୟ କରିଛନ୍ତି, ଚଳିତ ବର୍ଷ ରଥଯାତ୍ରା ସମ୍ପୂର୍ଣ୍ଣ ଭାବରେ ହେଇଛି। ଯେଉଁଟାକି ଆପଣମାନେ କହୁଛନ୍ତି ମୋ ପାଖକୁ ତ କୌଣସି ଚିଠି ଆସିନାହିଁ, ଶୋକସ ଗୋଟେ ଶୋକସ ଆସିଛି, ସେ ଶୋକସ ଚିଠି ମୋ ପାଖକୁ ଆସିନାହିଁ। କାରଣ ଆମର ଦଇତାପତି ନିଯୋଗ, ମନ୍ଦିର ପ୍ରଶାସକ, ଜିଲ୍ଲା କଲେକ୍ଟରଙ୍କ ମାଧ୍ୟମରେ ସମସ୍ତ ଆଲୋଚନା ହେଇଛି। ଯେଉଁ ଆଲୋଚନାରେ ଆମର ଯେଉଁମାନେ ସହାୟକ ମାନେ ଥାଆନ୍ତି, ସେ ସହାୟକ ମାନେ ରଥ ଉପରକୁ ଯିବେ
ରଥରେ ଆମର ଯେଉଁ ବାକ୍ସ ମାନେ ରଖିବେ, ରଖିବା ପରେ ଯେତେବେଳେ ଠାକୁରଙ୍କର ଶୋଧ ହେବ ସେତେବେଳେ ସମସ୍ତେ ଓହ୍ଲେଇ ଆସିବା ପାଇଁ ଆମର ଆଲୋଚନା କରାହେଇଥିଲା। ସେଇ ସମୟ ଭିତରେ କୌଣସି ଆମମାନଙ୍କର ଶୋଧ ହୋଇନାହିଁ କି ଆମେ କେହି ଯାଇନାହୁଁ କି ସମସ୍ତ ଠାକୁର ରଥ ଉପରକୁ ଆସିନାହାନ୍ତି। ଆମର ଯେଉଁ ଲୋକଟି କି ମୁଖ୍ୟ ପ୍ରଶାସକ ହଉ ବା ଆମର ଯେଉଁ ଯେତେ ବି ପୋଲିସ ଯିଏ ଆଇଲେ ସେ ମଧ୍ୟ ସ୍ୱମତ ତଳକୁ ପଳେଇ ଆସିଛନ୍ତି। ସୋ ତା ପାଇଁ ଗୋଟେ ସାମାନ୍ୟ ଛୋଟ ଜିନିଷକୁ ଏକୁ ଗୋଟେ ମୋତେ ଅତିରଞ୍ଜିତ କରି ନୋଟିସ୍ କରିବା, ଆଉ ମୋତେ ମଧ୍ୟ କ'ଣ ମୁଁ ଆପଣମାନଙ୍କର ମାଧ୍ୟମ ପାଇଲି ଯେ ଯେଉଁ ମୋ ଭାଇଟିଏ ସେ ଭାଇର ପଇସାଟା ରୋକ କରିବା, ଏଇଟା ହେଲା ମୋର ଗୋଟେ ପରିବାରର ଗୋଟେ ପିଲାର, କାହିଁକିନା ହେଲା ଆମର ଜନ୍ମରୁ ଗୋଟିଏ ପିଲା 21 ଦିନର ପିଲା ଏଠି ଭାଗ ହୁଅନ୍ତି ମହାପ୍ରଭୁଙ୍କୁ ସେବା କଲେ। ତ ଯେତେବେଳେ ଏଇ ଅନୁଷ୍ଠାନର ବା ଦଇତାପତି ନିଯୋଗର ଗୋଟିଏ ପରିବାରର ଯଦି କୌଣସି କ୍ଷତି ହେବ ସେଥିପାଇଁ 100 ଲୋକ ଆମେ ଏକାଠି ହବୁ, ସେଥିରେ କୌଣସି ସନ୍ଦେହ ନାହିଁ। ସେ ଯେଉଁ ରାଜ୍ୟ ସରକାରଙ୍କର ଏତେ ସୁନ୍ଦର ରଥଯାତ୍ରା, ଏତେ ସୁନ୍ଦର ସବୁ ଯାତ୍ରା ଯେତେବେଳେ ସୁନ୍ଦର ଭାବରେ ହେଇଛି, ଇଏ ଗୋଟେ ଛୋଟ ଛୋଟ ଜିନିଷକୁ ଏକୁ କୌଣସି ମତେ ଏକୁ ପ୍ରତ୍ୟାହାର କରା ନିଆଯାଉ, ଯାହାଦ୍ୱାରା ଏକୁ ଆଉ ଅତିରଞ୍ଜିତ ନ କରାଯାଉ। କାହିଁକି? କାହିଁକିନା କାଲି ଅଛି ମହାପ୍ରଭୁଙ୍କର ଚକ୍ରବେଳା ଏକାଦଶୀ, ଯେଉଁଟାକି ଦଇତାପତି ମାନଙ୍କର ମୁଖ୍ୟ। ଅନ୍ୟମାନେ ଭାବୁଥିବେ ଯେ ଖାଲି ରଥଯାତ୍ରା ସରିଗଲା ପରେ ଦଇତାପତିଙ୍କ କାମ ସରିଗଲା। 365 ଦିନ ଜଗନ୍ନାଥ ମହାପ୍ରଭୁଙ୍କର କାର୍ଯ୍ୟ ଦଇତାପତି ମାନେ କରନ୍ତି, ମାନେ ସମସ୍ତ ଶ୍ରୀରଙ୍ଗର କାର୍ଯ୍ୟ କରନ୍ତି। କାଲି ମଧ୍ୟ ଚକ୍ରବେଳା ଏକାଦଶୀ ଅଛି, ମହାପ୍ରଭୁ ବାହାରିବେ। ମହାପ୍ରଭୁ ବାହାରିଲେ ସମସ୍ତ ଦଇତାପତି ମାନେ ଏକାଠି ହେବେ। 2 ହେଉଛି 4 ତାରିଖ ଦିନ ମହାପ୍ରଭୁଙ୍କର ଅସଲି ହୀରା ଲାଗିବ, ଯେଉଁ ହୀରାକୁ ମଧ୍ୟ ସବୁ ଦଇତାପତି ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଲାଗିବେ, ଯାଇକି ମହାପ୍ରଭୁ ହୀରା ଲାଗିବେ। ସେ ଯେଉଁ ଆମର ଗୋଟେ ଗୋଷ୍ଠୀଗତ ସେବା, ଆମ ସେବାରେ ଗୋଟେ ଲୋକ ଯଦି କମ୍ ଥିବ ତାକୁ ଆମେ ନ ଆଇଲା ପର୍ଯ୍ୟନ୍ତ ଆମେ ମହାପ୍ରଭୁଙ୍କ ସେବା କରିପାରିବୁନି। ସେ ଯେଉଁ ଇଏ ଯେଉଁ ଜିନିଷ ହେଇଛି ଏଟାକୁ ମୁଁ ନିଯୋଗ ତରଫରୁ ପ୍ରଶାସକକୁ ପ୍ରତ୍ୟାହାର କରିବା ପାଇଁ ଏଇଟା ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରାଯାଉ, ଯେମିତି ଭବିଷ୍ୟତରେ ଯାହା ହେବ ପୁଣି ନେକ୍ସଟ ରଥ ବଳସିକି ଆମେ ଆଲୋଚନା ମାଧ୍ୟମରେ ସମସ୍ତ କାର୍ଯ୍ୟ କରାଯିବ। ସେ ଯେଉଁ ଏସବୁ ଜିନିଷକୁ ଏତେ ମିଡ଼ିଆକୁ ଯିବାଟା ଯଥାର୍ଥ ନଥିଲା। ତାପରେ ମୋତେ ମଧ୍ୟ କେହି କହିନାହାନ୍ତି ଯେ ଏ ପ୍ରକାର ଗୋଟେ ଜିନିଷ ହେଇଛି ବୋଲି, ସେଠି ମୋତେ ଜଣେଇଥାନ୍ତେ ତାହେଲେ ପ୍ରଶାସକ ସାଙ୍ଗେ ମୁଁ ଆଲୋଚନା କରିଥାନ୍ତି କ'ଣ ହେଇଛି, ଆମ ମୋତେ ଜିନିଷଟା ସେଠି ପଳେଇଥାନ୍ତେ। ସେ ଗୋଟେ ସହାୟକର ତାକୁ ଯାହା ଅଧିକାର ଦିଆହେଇଥିଲା, ସେ ତ ମୋ ଜିନିଷଟା ନେଇକି ଉପରେ ଥୋଇବ ନା। ସେ ଜଣେ ବয়োଜ୍ୟେଷ୍ଠ ଲୋକ, ଜଣେ ଦଇତାପତି, ସେ ଜଣେ ବয়োଜ୍ୟେଷ୍ଠ ଲୋକ, ତା ଲୋକଟି ତାକୁ ଧରି ଧରି ନେଇକି ଯିବ ଉପରକୁ, ସେ ନେଇକି ଉପରେ ରଖିବ, ତାର ଟ୍ରଙ୍କ ବାକ୍ସ ରଖିବ, ତାପରେ ସେ ଓହ୍ଲେଇକି ଆସିବ। ସେ ଓହ୍ଲେଇକି ଆସିଲା, ଯଦିଓ ପ୍ରଶାସକ ଡାକିଲେ ସେ ଓହ୍ଲେଇ ଆସିଛି, ସେ ତାକୁ ଏଇ ଜିନିଷ କରିବା ଉଚିତ। ଶୁଣନ୍ତୁ, ଦଇତାପତି ମାନେ କେବେ ବାଧାବିଘ୍ନ କରିନାହାନ୍ତି ନୀତି, କିନ୍ତୁ ଘଟଣା ହେଉଛି ଯେ ମହାପ୍ରଭୁଙ୍କର ନୀତି କି ଆପଣମାନେ ଜାଣିଥିବେ, ଏଇ ଚଳିତ ରଥଯାତ୍ରାରେ ସମସ୍ତ କାର୍ଯ୍ୟ ଦଇତାପତି ମାନେ ବିଫର କରିଛନ୍ତି। ସମସ୍ତ ବ୍ୟବସ୍ଥାବଳୀ କି ଯାହା ବ୍ୟବସ୍ଥାବଳୀ ରହିଥିଲା ସବୁ ବିଫର କରିଛନ୍ତି। ଆମେ ସିଆଡ଼ିକି ଯାଉନୁ। ଏବେ ଯଦି ପ୍ରତ୍ୟାହାର ନ କରିବେ ତାହେଲେ ନୀତିକାନ୍ତି ସ୍ୱାଭାବିକ କରିବେ, କିଛି ବିରାଟ ନୀତିକାନ୍ତି ସେଟା ଆଲୋଚନା କରାଯିବ। ଆମର ସବୁ ଦଇତାପତି ମାନେ ଭାଇମାନେ ବସିକିରି ଆମେ ଯାହା ନିଷ୍ପତ୍ତି ନେବୁ ସେ ହିଁ କରିବୁ। ଏ ଗୋଟେ ବଡ଼ ଦୁଃଖର ବିଷୟ ଯେ ବର୍ତ୍ତମାନ ଏଡ଼େ ସୁନ୍ଦର ରଥଯାତ୍ରା ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀଙ୍କର ସହଯୋଗରେ ଏବଂ ଦଇତାପତିମାନଙ୍କୁ ଡାକିକିରି ଯେଉଁ 2021 ମସିହାରେ ଯେଉଁ ରଥଯାତ୍ରା ହେଇଥିଲା, ସେଭଳି ଭାବରେ 2024 ଯେଉଁ ବିରଳ ରଥଯାତ୍ରା କରାଗଲା, ତା ଦେହରେ ଦଇତାପତିଙ୍କର ଯେଉଁ ଅକ୍ଳାନ୍ତ ପରିଶ୍ରମ ହେଇଥିଲା। ତେଣୁକରି ସେଇ ସବୁ ରଥଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ ଯେଉଁଭଳି ଭାବରେ ସମସ୍ତ ସେବାୟତଙ୍କର ବି ସହଯୋଗ ଥିଲା, ଅତି ସୁନ୍ଦର ଭାବରେ ଏ ରଥଯାତ୍ରା ହେଇଥିଲା। ଏବଂ ଦଇତାପତି ମାନଙ୍କର ଆଜି ନୁହଁ, ପ୍ରତ୍ୟେକ ବର୍ଷ ଆମର ସହାୟକ ପାସ୍ ଆମକୁ ଦିଆଯିବ। କାହିଁକିନା ଦଇତାପତି ମାନେ ମହାପ୍ରଭୁଙ୍କର ଯେତେବେଳେ ଯାତ୍ରାକୁ ମହାପ୍ରଭୁଙ୍କ ସାଙ୍ଗରେ ଯାଆନ୍ତି, ତାଙ୍କର ଲୋକଙ୍କର ଆବଶ୍ୟକତା ଥାଏ, ଟ୍ରଙ୍କ ଉଠେଇବେ, ରଥ ଉପରେ ଆମେ ଦିନ ରାତି ମହାପ୍ରଭୁଙ୍କୁ ଜଗିକି ବସିବୁ, ଆମ ପାଇଁ ପାଣି ଆଣିବେ, ଆମ ପରେ ବିଭିନ୍ନ ପ୍ରକାର ସେବା ସେମାନେ କରିଥାନ୍ତି। ତେଣୁକରି ଆମେ ସହାୟକ ପାସ୍ ନେଇଥାଉ। ସେ ସହାୟକ ପାସ୍ ନେଇକରି ସେ ଯଦି ତା ଉପରକୁ ଯାଇଥିଲେ, ଆଉ ସିଏ ଜଣେ ଏଭଳି ଭକ୍ତ ଯୋଉଠି କସ୍ତୁରୀ ଯୋଉଠି ମୁଣ୍ଡ ମାନେ ମିଳୁନାହିଁ, ସେ ଏଥର କସ୍ତୁରୀ ଆଣିକରି ବହୁତ ପଇସା ମୂଲ୍ୟବାନ କସ୍ତୁରୀ ଆଣିକରି ଚନ୍ଦନ ଲାଗିରେ ଦେଇଥିଲେ। ସେ ଜଣେ ବଡ଼ ଭକ୍ତ ଥିଲେ ଏବଂ ତାଙ୍କୁ ରଥ ଉପରେ ଯେଉଁଭଳି ଭାବରେ ମାନେ ମୁଖ୍ୟ ପ୍ରଶାସକ ଧକ୍କା ଦେଇକରି ଭିଡ଼ିକିରି ଆଣିକି ତାଙ୍କ ପାସ୍ ପତ୍ର କାଢ଼ିଲେ, ସେ ଅତି ନିନ୍ଦନୀୟ। ସେଥିପାଇଁ ଆମେ କୌଣସି ପ୍ରତିବାଦ କରିନୁ, ସେ ତାଙ୍କ କାମ କରିଛନ୍ତି।
ଆଉ କରିସାରିଲା ପରେ ବର୍ତ୍ତମାନ ରଥଯାତ୍ରା ସରିଲା ପରେ ପୁଣି ଆସିକିରି କାଲି ଗୋଟେ ଦଇତାପତି ନିଯୋଗ ଗୋଟେ ବଡ଼ ନିଯୋଗ ଦଇତାପତି ନିଯୋଗର ସେକ୍ରେଟାରୀ କାଲି ଗୋଟେ ଏଭଳି ଭାବରେ ଗୋଟେ ଚିଠି କରାଯାଇଛି ଆଉ ତାକୁ ପୁଣି ମିଡ଼ିଆକୁ ଦିଆଯାଇଛି। ତେଣୁକରି ଏସବୁ ଜିନିଷର ଅତି ମାନେ ଦୁଃଖଦ ଘଟଣା। ଏତେ ଆମେ ଯେତେବେଳେ ସେ ଦାୟିତ୍ୱ ନେଲେ ଆମର ସମ୍ପୂର୍ଣ୍ଣ ସହଯୋଗ ତାଙ୍କ ସାଙ୍ଗରେ ଥିଲା ଯେ ମହାପ୍ରଭୁଙ୍କର ସବୁ ଯାତ୍ରା ସହଯୋଗ କରିବା ତାଙ୍କୁ ଆମେ ସମସ୍ତ କଥା କହିଥିଲୁ। କିନ୍ତୁ ରଥ ସରିଲା ପରେ এইଭଳି ଯେଉଁଭଳି ଭାବରେ ଅପମାନିକଜନକ ଭାବରେ କାଲି ସମ୍ପାଦକକୁ ଚିଠି ଦେଇଛନ୍ତି ଦଇତାପତି ନିଯୋଗକୁ, ତେଣୁ ବଡ଼ ଦୁଃଖର ବିଷୟ। ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନହେଲେ ଆସନ୍ତାକାଲି ଚକ୍ରବୁଲା ଏକାଦଶୀ ଆଗାମୀ 4 ତାରିଖରେ ହେଉଛି। ସେ ଭାବିଲେ ଦଇତାପତିଙ୍କ କାମ ସରିଗଲା ବୋଲି, ତ 4 ତାରିଖ ଦିନ ହୀରା ନୀଳା ଚିତା ଲାଗି ହେବ। ତେଣୁକରି ୟାକୁ ଯଦି ପ୍ରତ୍ୟାହାର ନ କରାଯାଏ ଏବଂ ସଭାପତି ସମ୍ପାଦକକୁ ଡାକିକି ତାଙ୍କ ସାଙ୍ଗେ ଆଲୋଚନା ଯଦି ଦିନେ 2 ଦିନ ଭିତରେ କରା ନଯାଏ ତାହେଲେ ଟାଣୁଥାନ୍ତୁ 2 ତାରିଖ ଦିନ ଦଇତାପତି ନିଜର ବୈଠକ ବସିବ ଏବଂ 2 ତାରିଖ ଦିନ ଆପଣମାନଙ୍କ ଦ୍ୱାରା ଜଣେଇ ଦିଆଯିବ ଯେ ବର୍ତ୍ତମାନ କ'ଣ ଆଗାମୀ ଦିନକୁ ଆମେ କରିବାକୁ ଯିବୁ। ତେଣୁକରି ଏଇଟା ନିଶ୍ଚିତ ଭାବରେ ମନେ ରଖିଥାନ୍ତୁ। ତୁରନ୍ତ ଆମେ ଅନୁରୋଧ କରୁଛୁ ମୁଖ୍ୟ ପ୍ରଶାସନକୁ ସେ ଦଇତାପତି ନିଜ ସେକ୍ରେଟାରୀ ଡାକିକିରି ଯେଉଁ ଖବରକାଗଜ ମାଧ୍ୟମରେ ଯେ ଦେଇଛନ୍ତି ତାକୁ ପ୍ରତ୍ୟାହାର କରନ୍ତୁ। ଆଉ ସେ ପ୍ରକୃତରେ ସହାୟକ ପାସ୍ ପାଇଥିଲା କି ନାହିଁ ଆଗ ସେଇଟା ବିଚାର କରାଯାଉ। ସହାୟକ ପାସ୍ ମନ୍ଦିର ପ୍ରଶାସନ ଦେଇଛି, ଦଇତାପତି ନିଜେ ଆଲୋଚନା କରିକି ଦିଆଯାଏ। ଆଜି ନୁହଁ 100 ବର୍ଷ ହେଲା ଆମେ ସହାୟକ ଆମ ସାଙ୍ଗରେ ଯାଆନ୍ତି, ତେଣୁ ସହାୟକ ଆମର କେହି ବନ୍ଦ କରିପାରିବେ ନାହିଁ। ତେଣୁକରି ସେ ତ ଆଗାମୀ ରଥଯାତ୍ରାରେ ପଚରା କଥା ହେବା ସେ ବିଷୟରେ, କିନ୍ତୁ ସହାୟକକୁ ତମେ ତ କାଢିଲ, ତାକୁ ତ ଅପମାନିତ କଲ। ସବୁ କଲା ପରେ ପୁଣି ଗୋଟେ ଚିଠି ଦେଇକିରି ତାଙ୍କର ଟଙ୍କା ବନ୍ଦ କରାଯିବ, ଏସବୁ ଜିନିଷ ଧମକ ଗୁଡାକ ଠିକ ନୁହେଁ। ଆମେ ତାଙ୍କୁ ନିବେଦନ କରୁଛୁ ତୁରନ୍ତ ସମ୍ପାଦକଙ୍କୁ ଡାକିରି ଆଲୋଚନା କରନ୍ତୁ।